ସକାଳୁ ସକାଳୁ ମୋ ଭାଇ ଚିଙ୍ଗୁଡ଼ି ନେଇ ଆସିଥିଲା। ଆଉ ବଡ଼ ଚିଙ୍ଗୁଡ଼ି ଦେଖିକି ପଖାଳ ଖାଇବାକୁ ଇଚ୍ଛା ହେଲା। ତ ଚିଙ୍ଗୁଡ଼ି ଭଲ ଭାବରେ ଖୋଳା ଚଢ଼େଇ କ୍ଲିନ୍ କରି ନେଇଥିଲି। ଆଉ ସେଥିରେ ଲୁଣ ହଳଦୀ ଗୋଳେଇ ଦେଇଥିଲି। ଆଉ ତାକୁ ଭାଜି ନେଇଥିଲି। ଓ କି ବାସ୍ନା! ନାଇଁ ମ ଏବେ ଖାଇବିନି, ପଖାଳ ସହିତ ଖାଇବି। କହିଲେ କ'ଣ ହେଲା, ମନକୁ ବୁଝେଇଥିଲି ସିନା, ପାଟିକୁ ବୁଝେଇ ପାରିଲିନି। କିନ୍ତୁ ଗୋଟେ ଗୋଟେ ଖାଇ ଚାଲିଥିଲି। ଆଉ ଗୋଟେ ପ୍ୟାନ୍ରେ ତେଲ ପକାଇ ଚୁନ ଚୁନା କଟା ରସୁଣ ପିଆଜ ପକାଇ ଦେଇଥିଲି। ପିଆଜ ଟିକେ ଭାଜି ହେବା ପରେ କଟା ଟମାଟୋ ପକାଇ ଦେଇଥିଲି। ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ତାପରେ ଟିକେ ଜିରା ଗୁଣ୍ଡ, ଚିକେନ୍ ମସଲା ପକାଇକି କିଛି ସମୟ ଭାଜି ନେଇଥିଲି। ଆଉ ଏଠି ମୋର ମସଲାରୁ ଟିକେ ତେଲ ଛାଡ଼ି ଆସିଥିଲା। ମୋତେ ଲାଗିଲା କି ମସଲାର ବଢ଼ିଆ ସେ ପୁରା ମସଲାଟା ହେଇଯାଇଛି। ତ ସେଥିରେ ଆଉ କଞ୍ଚା ସ୍ମେଲ୍ ବି ନଥିଲା। ଆଉ ଲାଷ୍ଟ ଟିକେ ମୁଁ ଲୁଣ ପକାଇ ଦେଇଥିଲି, କାହିଁକିନା ଭଜା ଥିଲାବେଳେ ମୁଁ ଲୁଣ ପକାଇଥିଲି। ଆଉ ଲାଷ୍ଟ ଅଳ୍ପ ଟିକେ ଲୁଣ ପକାଇଛି ମସଲା ପାଇଁ, ମସଲାଟା ଭଲ ଭାବରେ ଭାଜି ହେବା ପାଇଁ। ତ ସେଥିରେ ମୁଁ ଭଜା ଚିଙ୍ଗୁଡ଼ିକୁ ପକାଇ ଦେଇକି କିଛି ସମୟ କଷେଇ ନେଲି। ଆଉ ଯେହେତୁ ମୁଁ ଏଠି ଚିଙ୍ଗୁଡ଼ି ଫ୍ରାଏ ବନାଉଛି, ତ ମୋତେ ପାଣି ବି ଦେବାର ନାହିଁ। ତ ଲାଷ୍ଟରେ ମୋତେ ଖାଲି ଟିକେ କଞ୍ଚା ଲଙ୍କା ପକାଇବାର ଥିଲା, ମୁଁ ପକାଇ ଦେଇଥିଲି। ଆଉ କିଛି ଗରମ ମସଲା ପକାଇ ଦେଇଥିଲି। ଏବେ ପୁରା ମୋର ରେଡ଼ି ହେଇଗଲା ସ୍ପାଇସି ପ୍ରନ୍ ଫ୍ରାଏ।